ମା ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ମୋ ଶ୍ରଦ୍ଧାରେ ଝରେ ତୋର, ମୋ ଶ୍ରଦ୍ଧାରେ ଝରେ ତୋର ଚରଣ ତଳେ। ମୋ ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ମୁଁ ଯେ ଫୁଲକର ଏକ ଫୁଲ କଳି, ନାଚେ ତୋ ମଧୁ ସପନେ ଢଳି ଢଳି। ମୁଁ ଯେ ଫୁଲକର ଏକ ଫୁଲ କଳି, ନାଚେ ତୋ ମଧୁ ସପନେ ଢଳି ଢଳି। ତୋ ଆଶିଷର ସୁରଭି ମୋ, ତୋ ଆଶିଷର ସୁରଭି ମୋ ଅନ୍ତର ଖେଳେ। ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ତୋର ସୁଧା ଝରା ନାମ ବେଣୁ ସ୍ୱନ, ବାଜେ ବିଭୋର ପରାଣେ ନିଶିଦିନ। ତୋର ସୁଧା ଝରା ନାମ ବେଣୁ ସ୍ୱନ, ବାଜେ ବିଭୋର ପରାଣେ ନିଶିଦିନ। ମୋ ମନରେ ମୁକୁରେ ମା, ମୋ ମନରେ ମୁକୁରେ ମା ତୋ ଛବି ଚଳେ। ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ମୁଗ ନିବେଦିତ ତୋର ଚରଣରେ, ଏଇ କଥା ରହୁଚିର ସ୍ମରଣରେ। ମୁଗ ନିବେଦିତ ତୋର ଚରଣରେ, ଏଇ କଥା ରହୁଚିର ସ୍ମରଣରେ। ତୁ ମଧୁମୟୀ ମା ମୋତେ, ତୁ ମଧୁମୟୀ ମା ମୋତେ ଧରିଛୁ କୋଳେ। ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ମୋ ଶ୍ରଦ୍ଧାଞ୍ଜଳି ଝରେ ତୋର, ମୋ ଶ୍ରଦ୍ଧାଞ୍ଜଳି ଝରେ ତୋର ଚରଣ ତଳେ। ତୋ ମନ୍ଦିରେ ମା
ଦୀପାଳି ଜଳେ ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ ତୋ ମନ୍ଦିରେ ମା ମୋ ପ୍ରେମର ଦୀପାଳି ଜଳେ। ମା ବନ୍ଦେ ମାତରମ୍। Pralam at the lotus feet of the Divine Mother. Pranamay Ma Param Prabhu Sri Aurobindo. ଉପସ୍ଥିତ ସମସ୍ତ ମାତୃ ସନ୍ତାନ, ଗୋଟେ ବଡ କଥା ହଉଛି ସାଧନାର ଯୋଉଟା ଅସଲ କଥା ଆମ ମାନଙ୍କର ସେଟା ହଉଛି ସିନସିୟରିଟି। ମା ଗୋଟେ ବାଣୀରେ କହିଲେ ସିନସିୟରିଟି ଇଜ ଦ କି ଅଫ ଡିଭାଇନ ଡୋର। ସିନସିୟରିଟି ଇଜ ଦ କି ଅଫ ଡିଭାଇନ ଡୋର। ଆନ୍ତରିକତା ହେଉଛି ଭଗବତ ଦ୍ୱାରର ଚାବିକାଠି। ତାହେଲେ ଆମ ଭିତରର ଯୋଉ ଭଗବତ ଦ୍ୱାରଟି ଅଛି ତାକୁ ଖୋଲିବା ପାଇଁ ଆନ୍ତରିକତା ରୂପକ ଚାବିକାଠିର ଆବଶ୍ୟକତା ଅଛି। ତେଣୁ ଏ ଦୃଷ୍ଟିରୁ ଆମକୁ ଯୋଗ ପଥରେ ଯିବାକୁ ହେଲେ ଫରମୋଷ୍ଟ କଣ୍ଡିସନଟା ଆମକୁ ଫଲୋ କରିବାକୁ ପଡିବ, ସେଇଟା ହଉଛି ସିନସିୟରିଟି। ତେଣୁ ସିନସିୟରିଟି ବିନା ଆମେ ଯୋଗ ପଥରେ ଗୋଟେ ପାଦ ଆଗେଇ ପାରିବା ନାହିଁ। ତେବେ ସିନସିୟରିଟି କହିଲେ ଆମେ ପ୍ରକୃତରେ ବୁଝୁଛୁ କଣ? ଗୋଟେ ବଡ କଥା ଆମେ ଜାଣିବା, ସିନସିୟରିଟି ହଉଛି ଏଇ ପ୍ରକାର ଯେ ଟ୍ରାନ୍ସପରେନ୍ସି, ଗୋଟେ ଇଂରାଜୀ ଗୋଟେ ଟର୍ମ ଟ୍ରାନ୍ସପରେନ୍ସି। ଟ୍ରାନ୍ସପରେନ୍ସି ଅର୍ଥ ସ୍ୱଚ୍ଛତା। ସିନସିୟରିଟିକୁ ଆମେ ଟ୍ରାନ୍ସପରେନ୍ସି ବୋଲି କହିବା। ସ୍ୱଚ୍ଛତା ଅର୍ଥ କଣ ନା ଭିତରେ ଯାହା ବାହାରେ ସେୟା। ଆମର ଭିତରେ ଗୋଟେ ରୂପ, ବାହାରେ ଆଉ ଗୋଟେ ରୂପ। ଏଇ ଯୋଉ ଦି ପ୍ରକାରିଆ ରୂପ ଏଇଟା ଆମ ସିନସିୟରିଟିର ପରିଚୟ ନୁହେଁ। ତେଣୁ ଯିଏ ଭିତରେ ଏବଂ ବାହାରେ ଦିଟା ଏକ ସମାନ, ସେ ହଉଛି ସିନସିୟର। କାରଣ ଭିତରେ କାହାର ପ୍ରଭାବରେ ସେ ଯାଉଛି? ଅନ୍ତରାତ୍ମାର ପ୍ରଭାବ। ସେ ଅନ୍ତରାତ୍ମାର ପ୍ରଭାବରେ ତା ବାହାର ଜୀବନକୁ ଯିଏ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛି ବା ଅନ୍ତରାତ୍ମାର ପ୍ରଭାବ ଦ୍ଵାରା ତା ବାହାର ଜୀବନକୁ ସେ ନିୟନ୍ତ୍ରିତ କରିବା ପାଇଁ ଯେତେ ଆବଶ୍ୟକ ସର୍ତ୍ତ ସେ ଫଲୋ କରୁଛି, ସେ ହଉଛି ସିନସିୟର। ଆଉ ସିନସିୟର ହଉଛି ଏଭଳି ଏକ ଶବ୍ଦ ଯୋଉଠି କେବଳ ଭଗବାନଙ୍କୁ ଆବଶ୍ୟକତା ଅନୁସାରେ, କେବଳ ଭଗବାନଙ୍କୁ ଆବଶ୍ୟକତା, ଆଉ କିଛି ନୁହଁ। କାରଣ ଯେ ଭଗବାନଙ୍କୁ ମାଗିଛି ମୋର ପ୍ରଭୁ ତମେ ଦରକାର, ତା ଜୀବନରେ ସବୁ କଥା ମିଳିଯାଏ। ଭଗବାନଙ୍କ ଇଚ୍ଛାକୁ ସେ କାର୍ଯ୍ୟକାରୀ କରିବାକୁ ଦିଏ। ଏଇଟା ଅଛି ତାର ପରଫେକ୍ଟ ସିନସିୟରିଟି। ତା ନିଜ ଇଚ୍ଛାକୁ ସେ କାର୍ଯ୍ୟକାରୀ ନ କରି ଭଗବାନଙ୍କ ଇଚ୍ଛାକୁ ସେ କାର୍ଯ୍ୟକାରୀ କରିବାରେ ଯନ୍ତ୍ର ହେଇଯାଏ। এইটা হচ্ছে পরফেক্ট সিনସିୟରିଟି। ମୁଁ ଗୋଟେ କାମ କରିବା ପାଇଁ ଚିନ୍ତା କରୁଛି, ସେ କାମଟିକୁ ଆଗ ଠିକ ବୋଲି ଅନୁଭବ କରିବା ଦରକାର। ପ୍ରକୃତରେ ଠିକ ନା, ମୁଁ ଏ କାମଟା କରିବି ନା, ତେଣୁ ଠିକ ବା ଭୁଲ କୋଉ ଦୃଷ୍ଟିକୋଣରୁ ମାପିବ? ଭାଗବତ ଉଦ୍ଦେଶ୍ୟ ଦୃଷ୍ଟିରୁ ଠିକ ବା ଭୁଲ ମପାଯିବ। ତେଣୁ ମୁଁ ଯାହା ଚିନ୍ତା କରୁଛି, ମୁଁ ଯାହା କହୁଛି, ଭାଗବତ ଉଦ୍ଦେଶ୍ୟ ଦୃଷ୍ଟିରୁ ତାହା ଠିକ କି? ଯଦି ଜଣେ ଜାଣିପାରୁଛି ଏଟା ଭୁଲ, ତାହେଲେ ନିଜକୁ ରେକ୍ଟିଫାଏ କରିପାରୁଛି, ସେ ହଉଛି ସିନସିୟର। ଏଇ ଯୋଉ ରେକ୍ଟିଫିକେସନ ଅର୍ଥ ହଉଛି ରିଚାର୍ଜ। ରିଚାର୍ଜ ମାନେ ଆମେ ମୋବାଇଲ ଟା ଧରିଛେ, ମୋବାଇଲ ଟା କଣ ରିଚାର୍ଜ ନ କଲେ ଆମେ ଫୋନ ୟୁଜ କରିପାରିବା? ମିନିମମ୍ ତ 2 ଦିନରେ ଥରେ ହେଲେ ବି ରିଚାର୍ଜ କରିବାକୁ ପଡୁଛି ନା। ଏ ଯେମିତି ରିଚାର୍ଜ, ସେମିତି ଚେତନାର ସ୍ଥିତି ପ୍ରତି ମୁହୂର୍ତ୍ତରେ ରିଚାର୍ଜ ହବା ଦରକାର। ତା ମାନେ କଣ? ପୁରୁଣା ଭିତରେ ବାନ୍ଧି ହବା ନୁହେଁ, ସବୁବେଳେ ନୂତନତାକୁ ପରିପ୍ରକାଶ କରିବା, ନୂତନତାକୁ ଚାହିଁବା, ଗୋଟିଏ ଭିତରେ ଫିକ୍ସ ହେଇକି ନ ରହିବା, ନୂଆ ନୂଆ ଚିନ୍ତା, ନୂଆ ନୂଆ ଅନୁଭବକୁ ଆଦରିବା, ନୂଆ ପ୍ରତି ଶ୍ରଦ୍ଧା ରଖିବା। ତା ଜୀବନର ନବୀକରଣ ହବ, ଚେତନାର ନବୀକରଣ ହବ, ଚେତନାର ଉନ୍ମେଷ ହବ। এইটা হচ্ছে সিনସିୟରିଟି।
ସିନସିୟରିଟିରେ କେବଳ ଲେଟ୍ ଦାଇ ୱିଲ୍ ବି ଡନ୍ ନଟ୍ ମାଇଣ୍ଡ। ସିନସିୟରିଟି ଭିତରେ ଏଇ କଥା ଅଛି, ଲେଟ୍ ଦାଇ ୱିଲ୍ ବି ଡନ୍ ନଟ୍ ମାଇଣ୍ଡ, ଅର୍ଥାତ୍ ପ୍ରଭୁ ତମ ଇଚ୍ଛା ପୂର୍ଣ୍ଣ ହଉ, ମୋ ଇଚ୍ଛା ନୁହେଁ। ତେଣୁ ସେ ଯେତେବେଳେ ଭଗବାନ ସହିତ ଯୁକ୍ତ ହେଇଯାଏ ତାର ଆଉ ନିଜର ଇଚ୍ଛା ରହେନି। ସିନସିୟରିଟି ଅର୍ଥ ହଉଛି ଏ ଭଗବାନଙ୍କ ସଂକଳ୍ପ ନିକଟରେ ନିଜକୁ ସମର୍ପଣ କରିବା, ଏଇଟା ହଉଛି ସିନସିୟରିଟି। ଯିଏ ଭଗବାନଙ୍କ ସଂକଳ୍ପ ନିକଟରେ ନିଜକୁ ଦେଇଦେଇଛି ତାପରେ ଆଉ ତା ନିଜର ସଂକଳ୍ପ ନାହିଁ, ଭଗବାନଙ୍କ ସଂକଳ୍ପ ତା ଭିତରେ କ୍ରିୟାଶୀଳ ହବ, ତାକୁ ମାଧ୍ୟମ କରି, ତାକୁ ଯନ୍ତ୍ର ଉପରେ ବ୍ୟବହାର କରି। ତେଣୁ ଭଗବତ ସଂକଳ୍ପକୁ ସାକାର ରୂପ ଦବାରେ ଯିଏ ନିଜକୁ ସବୁବେଳେ ପ୍ରସ୍ତୁତ କରି ରଖିଛି ସେ ହଉଛି ସିନସିୟର। ତେଣୁ ସିନସିୟରିଟି ଅର୍ଥ ହେଲା ଏ ଭଗବତ ଇଚ୍ଛାକୁ କାର୍ଯ୍ୟକାରୀ କରିବାକୁ ଦବା, ଇନସ୍ପାଇଟ୍ ଅଫ୍ ଅଲ୍, ଅର୍ଥାତ୍ ମୋ ପାଖରେ ଯେତେ ତ୍ରୁଟି ବିଚ୍ୟୁତି ଥାଉ, ଯେତେ ଅପୂର୍ଣ୍ଣତା ବି ଥାଉ, ଯେତେ ଦୋଷ ଦୁର୍ବଳତା ବି ଥାଉ, ଏସବୁ ଥିବା ସତ୍ତ୍ୱେ ମତେ ଚାହିଁବାକୁ ପଡିବ ଭଗବତ ସଂକଳ୍ପକୁ ସାକାର ରୂପ ଦେବା। ତିନିଟା କାଟାଗୋରୀରେ ଆମେ ବୁଝିବା। କେତେକ ଆମ ସମାଜ ଭିତରେ ଲୋକ ଅଛେ, କିଛି ଲୋକ ଅଛନ୍ତି ସେ ତାଙ୍କ ଚେତନା ନିମ୍ନମାନର, ଅର୍ଥାତ୍ ସେସବୁ ତାଙ୍କର ଭାରି ସଂକୀର୍ଣ୍ଣତା ଭିତରେ ଚିନ୍ତାଧାରା ରଖିବେ, ଅହଂ ବେଷ୍ଟିତ ଜୀବନ ତାଙ୍କର, ସ୍ୱାର୍ଥ କୈନ୍ଦ୍ରିକ ଜୀବନ ତାଙ୍କର। ଆଉ କିଛି ଅଛନ୍ତି ସଂସାର କୁଆଡେ ଗଲା କଣ ନାହିଁ ମୋର କଣ ଯାଏ, ମୋର ଖାଉଛି ପିଉଛି ପିନ୍ଧୁଛି ଏନ୍ଜୟ କରୁଛି, ଟିଭି ଦେଖୁଛି, ଯେତେବେଳେ ଯାହା ଚାହୁଁଛି ଟୁର କରିବା ପାଇଁ କରୁଛି, ମୋର ଯେତେବେଳେ ଯାହା ଭଲ ଖାଇବାକୁ ଇଚ୍ଛା ହେଲା ଖାଇପାରୁଛି, ବୁଲିବାକୁ ଇଚ୍ଛା ହେଲା ବୁଲି ପାରୁଛି, ଯାହା ପିନ୍ଧିବାକୁ ଇଚ୍ଛା ହେଲା ପିନ୍ଧି ପାରୁଛି। ଆଉ ଆଜିକାଲି ତ ବଡ ବଡ ଟିଭି ସବୁ ପର୍ଦା ଭଳିଆ ବାହାରିଲାଣି, ତାକୁ ଲଗେଇ ଦେଇକି ଘରେ ସିନେମା ଦେଖିଲା ଭଳିଆ ଦେଖୁଛି। ଆଉ ତେଣୁ ମୋର ତ ଯେତେବେଳେ ଯାହା ଦରକାର ଠିକ ଅଛି, ଆଉ ମୋର ସେଇଟା ସଂସାର କୁଆଡେ ଗଲା କଣ ନାହିଁ ଏଇଟା କିଏ ବୁଝୁଛି, ତଳକୁ ଗଲା କି ଉପରକୁ ଗଲା ସେଇଟା ମୋର ବୁଝିବାର ନାହିଁ। ମୁଁ ଠିକ ଅଛି ତ ଦୁନିଆ ମୋ ପାଇଁ ସବୁ ଠିକ ଅଛି, ଆଉ ଏ ଦୁନିଆ କଣ ହେଇଛି ସେ ବିଷୟରେ ମୁଁ ଚିନ୍ତା କରିବାର ନାହିଁ। ଇଏ ବି ଗୋଟେ ମଧ୍ୟବିତ୍ତ ସ୍ତରରେ ଥାନ୍ତି, ଆଉ ଗୋଟେ ଉଚ୍ଚତର ସ୍ତରରେ ଥାନ୍ତି। କିଛି ଉଚ୍ଚତର ସ୍ତରର ବ୍ୟକ୍ତିତ୍ୱ ମାନେ ସେ ଚିନ୍ତା କରନ୍ତି ପୃଥିବୀରେ ଦିବ୍ୟ ରାଜ୍ୟ ପ୍ରତିଷ୍ଠା ହଉ ଏବଂ ନିଜେ ଦିବ୍ୟ ହେଇ ଉଠୁ ଏବଂ ସଂସାରକୁ ଦିବ୍ୟମୟ କରାଯାଉ, ସେ ଦିଗରେ ସେ ନିଜେ ଯନ୍ତ୍ର ହେବେ, ତାକୁ ଭଗବାନ ବ୍ୟବହାର କରିବେ, ମା ବ୍ୟବହାର କରିବେ। ସେ ମୋଟାମୋଟି ଚାହାନ୍ତି ଭଗବତ ସଂକଳ୍ପ ଏଠି ସାକାର ରୂପ ନଉ, ଭଗବାନଙ୍କ ଇଚ୍ଛା ଏଠି ରୂପ ନଉ, ସଂସାର ଦିବ୍ୟ ହଉ, ମୁଁ ବି ଦିବ୍ୟ ହୁଏ, ସଂସାରବାସୀ ସମସ୍ତେ ଦିବ୍ୟ ହେଇଯାଆନ୍ତୁ, ପୃଥିବୀ ଦିବ୍ୟ ସ୍ୱର୍ଗ ରାଜ୍ୟରେ ପରିଣତ ହେଇଯାଉ, ଭଗବାନଙ୍କ ଇଚ୍ଛା ଏଠି ପୂରଣ ହଉ, ଏଇ କଥା ଚାହାନ୍ତି। ଆମେ ବର୍ତ୍ତମାନ ଦେଖିବା ଆମେ କୋଉ ଷ୍ଟେଜରେ ଅଛୁ। ଆମେ ନିଜର ଅହଂ ସ୍ୱାର୍ଥ କୈନ୍ଦ୍ରିକ ଜୀବନ ଭିତରେ ନିମ୍ନମାନର ଜୀବନ, ଇଏ ଫାର୍ଷ୍ଟ ଷ୍ଟେପ। ମିଡିଲ ଷ୍ଟେପ ହେଲା ସଂସାର କୁଆଡେ ଗଲା କଣ ନାହିଁ ଏଇଟା ଆମର ଜାଣିବାର ନାହିଁ, ମୁଁ ଠିକ ଅଛି, ମୁଁ ଖାଉଛି ପିଉଛି ଏନ୍ଜୟ କରୁଛି, ଯୁଆଡେ ଚାହୁଁଛି ବୁଲୁଛି, ଟାଇମ ଅଛି, ଫାଙ୍କା ହେଲା କୁଆଡେ ପାର୍ସଲ ଗଲି, ମୁଁ ଯାହା ଅଛି ମୁଁ ଠିକ ଅଛି, ସମୟ ପାଇଲି ପାର୍ସଲ କାମ ଯାଉଛି। ଆଉ କାମ ଘର କାମ ହେଲା ଯାଇ ହଉନି, ସମୟ ନାହିଁ, ଏଇନା ଘର କାମ ନାହିଁ ଯିବା ଟିକେ, ତାହେଲେ ଘର କାମ ଆଉ ଭଗବାନ କାମ ତା ଭିତରେ ଟିକେ ଥାଏ କଣ ନା ଅପସନାଲ, ଆଡିସନାଲ ଭଗବାନ କାମ ଟିକେ ଥାଏ। ଆଗ ପ୍ରାୟୋରିଟି ଦିଆହେଇଛି ନିଜର ଘର କାମ, ନିଜର ପାରିବାରିକ ଜୀବନ, ବ୍ୟକ୍ତିଗତ ସଂକୀର୍ଣ୍ଣ ଜୀବନ, ଏଇଭଳି ଏକ କଦର୍ଯ୍ୟପୂର୍ଣ୍ଣ ଜୀବନ ଭିତରେ ମଧ୍ୟବିତ୍ତ ଲୋକ ଗୁଡା ଥାନ୍ତି। କିନ୍ତୁ ସେମାନେ ଭାବନ୍ତି ଆମେ ଭାରି ଭଲରେ ଅଛୁ ବୋଲି ଭାବିଥାନ୍ତି, ବହୁତ ଖୁସିରେ ଅଛୁ ଇଏ କରୁଛୁ ଭାବିଥାନ୍ତି। ତ ଦୁନିଆ ବିଷୟରେ ସେମାନେ ଚିନ୍ତା କରନ୍ତି, ସଂସାର କଣ ହେଇଗଲା କଣ ନାହିଁ ତାଙ୍କ ଯାଏ ଆସେ ନାହିଁ, ନିଜ ବିଷୟରେ ସେମାନେ ବେଶ ବ୍ୟସ୍ତ। ଆଉ ଗୋଟେ ଉଚ୍ଚତର ଜୀବନ ବା ଯୋଉମାନେ ଭଗବାନଙ୍କ ଇଚ୍ଛାକୁ ପୂରଣ କରିବାକୁ ଚାହୁଁଥାନ୍ତି, ଦିବ୍ୟ ସ୍ୱର୍ଗରାଜ୍ୟ ପ୍ରତିଷ୍ଠା, ଏଇ ଷ୍ଟେଜରେ ଯୋଉମାନେ ରହିଲେ ସେମାନେ ହେଲେ ସିନସିୟର। ଆମେ ବର୍ତ୍ତମାନ ନିଜକୁ ସମୀକ୍ଷା କରିନେବା ଆମେ କୋଉ ଷ୍ଟେଜରେ ଅଛେ। ତେବେ ଏଇ ଯୋଉ ଷ୍ଟେଜ ଭଗବାନଙ୍କ ସଂକଳ୍ପକୁ ସାକାର ରୂପ ଦବା, ତାଙ୍କର ଇଚ୍ଛା ପୂର୍ଣ୍ଣ କରିବାରେ ଆମେ ଯନ୍ତ୍ର ହବା, ସେଇଥିରେ ଆମର ଗୌରବ, ଜୀବନର ସାର୍ଥକତା, এইটা যদি ଆମେ ଅନୁଭବ କରିପାରୁଥିବ ତାହେଲେ ସିନସିୟର ହେଇପାରିବ। କିନ୍ତୁ ହେଇପାରୁନୁ କାହିଁକି, ଆମେ ଅନୁଭବ କରିପାରୁନୁ କାହିଁକି? ତେବେ ଆମ ଭିତରେ କିଛି ଲାକୁନା ଅଛି, କିଛି ଫଲ୍ଟ ଅଛି, ଡିଫେକ୍ଟ କିଛି ଅଛି, ତ ଖୋଜିବାକୁ ପଡିବ ସେ ଡିଫେକ୍ଟ ଆମ ଭିତରେ କଣ ହେଇପାରେ, କୋଉଥିପାଇଁ ମୁଁ ଆନ୍ତରିକ ହେଇପାରୁନାହିଁ। ତାର କାରଣ ହଉଛି ମା ଲେଖିଲେ ଦିଟା ବଡ କାରଣ, ଦିଟା ଭିତରେ ସବୁ କଥା ଆମେ ଜାଣିପାରିବା। ତ ଏକରେ କହିଲେ ପ୍ରିଫରେନ୍ସେସ୍, ପ୍ରିଫରେନ୍ସେସ୍ ମାନେ ରୁଚି ଅଭିରୁଚି, ମଣିଷ ଗୁଡେ ଇଚ୍ଛା ରଖିଛି,
ପ୍ରିଫରେନ୍ସ ରହୁଛି ମଣିଷର, ଯେହେତୁ ଗୋଟେ ରୁଚି ରହୁଛି, ଅଭିରୁଚି ରହୁଛି, ପ୍ରିଫରେନ୍ସ କରୁ, ଏଇଟା ନୁହେଁ ସେଟା, ସେଇଟା ନୁହେଁ ଏଇଟା, ଏଇଟା ବି ଆଉ ଗୋଟେ ଭଲ, ସେଟା ଗୋଟେ ମୋର, ଏଇଟା ଦରକାର, ପ୍ରିଫର କରୁଛି, ତାର ଏଇଆ ଦରକାର, ଚାହୁଁଛି, ଇଚ୍ଛା ବହୁତ ରହୁଛି। ତେଣୁ ଭଗବାନଙ୍କ ଇଚ୍ଛାଟା କାର୍ଯ୍ୟ କରିବା ଡେରି ହଉଛି। ପୃଥିବୀ ପରିବର୍ତ୍ତନ ହେଇପାରୁନି, ତାର କାରଣ ହଉଛି ଲୋକ ଗୁଡାକ ଆଜିକାଲି ଇନସିନ୍ସିୟର। ମା କହିଲେ ପୃଥିବୀରେ କାହିଁକି ଦିବ୍ୟ ସ୍ୱର୍ଗରେ ପ୍ରତିଷ୍ଠା ଡେରି ହଉଛି, କିନ୍ତୁ ମଣିଷ ମାନେ ଅନାନ୍ତରିକତା ପ୍ରକାଶ କରିଛନ୍ତି। 99.99% ଲୋକ ଅନାନ୍ତରିକ। ଆଉ କେମିତି ସଂସାରରେ ସ୍ୱର୍ଗ ଦିବ୍ୟ ରାଜ୍ୟ ପ୍ରତିଷ୍ଠା ହବ? ତମେ ଡେରି କରିଛ। ତେଣୁ ମଣିଷକୁ ଏଇ ଯୋଉ ଅନାନ୍ତରିକତା ସାହାଯ୍ୟ କଲା, ଗୋଟେ ତାର ପ୍ରିଫରେନ୍ସ, ରୁଚି ଅଭିରୁଚି ରଖିବାର, ଏକ। ଦୁଇରେ ପ୍ରିକନସିଭ୍ଡ ଆଇଡିଆଜ। ପ୍ରିକନସିଭ୍ଡ ଆଇଡିଆଜ ଅର୍ଥ ପୂର୍ବ ନିର୍ଦ୍ଧାରିତ ଧାରଣା। ଆମର ପୂର୍ବରୁ କିଛି ଧାରଣା ରହିଆସିଛି, ଏ ଲୋକ ଏମିତିକା, ସେ ଲୋକ ସେମିତିକା, ସେ ଲୋକ ସେମିତିକା, ଗୋଟେ ଧାରଣା ରହିଛି, ଏକ। ଦ୍ୱିତୀୟରେ ଏତ ଗଲା ବାହାର ଲୋକଙ୍କ ପ୍ରତି ଆମର ଧାରଣା। ନିଜ ପ୍ରତି ଧାରଣା କଣ ଅଛି? ମୁଁ ତ ପିଲାଦିନଠୁ ଯଦି ହିସାବ କରିବି, ମୁଁ କେତେ ମିଛ କହିଛି, କେତେ କୁଆଡେ ଠକେଇଛି, ମୋ ଦ୍ଵାରା କଣ ସାଧନା ହବ? ମୋ ଦ୍ଵାରା ସାଧନା ହବନି, ମୁଁ ପରା ଏମିତି ସେମିତି, ମୋ ଦ୍ଵାରା ହବନି। ଯୋଉମାନେ ଚିନ୍ତା କରନ୍ତି ମୋ ଦ୍ଵାରା ହବନି, ଦେ ବିଲଙ୍ଗ ଟୁ ଦ ପାଷ୍ଟ, ଦେ ଆର୍ ନଟ୍ ଫର ଦ ଫ୍ୟୁଚର। ସେମାନେ ଅତୀତର ଲୋକ। ଯୋଉମାନେ କହନ୍ତି ମୋ ଦେଇ ହବନି କିଛି, ସେମାନେ ହେଲେ ଅତୀତର ଲୋକ। ତେଣୁ ଏମାନେ ଏଇ ପ୍ରକାର ଏକ ସ୍ତର ଜୀବନ ବଞ୍ଚନ୍ତି, ଯୋଉମାନେ କି ତାଙ୍କର ଅତୀତ ଲୋକ, ନା ମୋ ଦ୍ଵାରା ଏଟା କିଛି ହବ। ଏଇଟା ହଉଛି ଗୋଟେ ବଡ ଆନନ୍ଦ। ଆରେ ଆମେ ସିନା ଆମ ଫୋର୍ସରେ କରୁଥିଲେ ହବ ନାଇଁ। ଆଚ୍ଛା, ମାଙ୍କ ଶକ୍ତି ଯଦି କାମ କରିବ, ସିଏ ପୁଣି ବିଫଳ ହେବେ କି? ଆମେ କାହା ଫୋର୍ସ ସହିତ ଯୋଡି ହେଇଗଲେ ଶଗଡ଼ ଗାଡି ଧୀରେ ଧୀରେ ଯାଉଛି। ଆଚ୍ଛା, ସେଠି ଯଦି ସେ ଶଗଡ଼ ଗାଡି ଧୀରେ ଧୀରେ ଗୋଟେ ଇଞ୍ଜିନ ଟେ ଲଗେଇଦବା, ମୋଟର ଇଞ୍ଜିନ ଟେ ଷ୍ଟାର୍ଟ କରି ଛାଡିଦବା, ତାହେଲେ ସିଏ ଦୌଡ଼ିବ ନା ନାହିଁ? ମୋଟରସାଇକେଲ ଭଳିଆ, ଅଟୋ ଭଳିଆ ଦୌଡ଼ିବ ନା ନାହିଁ? ଇଞ୍ଜିନ ଟା ତାକୁ ଆକୁ ନେବାରେ ସାହାଯ୍ୟ କଲା। ଠିକ ସେଇଭଳିଆ ଯଦି ଆମେ ମାଙ୍କ ସହିତ ନିଜକୁ ଯୋଡ଼ିଦବା, ତାର ସେ ଇଞ୍ଜିନ ଭଳିଆ ସେ ଆମକୁ ଗତିଶୀଳତା ଦେଇଦେବେ। ତେଣୁ ଆମେ ମାଙ୍କ ଶକ୍ତିରେ ପରିଚାଳିତ ହବା, ମାଙ୍କ ପ୍ରଭାବରେ ପରିଚାଳିତ ହବା। ତେଣୁ ଯୋଉଟା ମା ଚାହୁଁଛନ୍ତି ମୁଁ ସେଇଟା ଚିନ୍ତା କରିବି, ମୁଁ ସେଇଟା କାର୍ଯ୍ୟ ରୂପ ଦେବାରେ ସାହାଯ୍ୟ କରିବି, ଏବଂ ତାକୁ ମୁଁ ଅନୁଭବରେ ଆଣିବି। ତେଣୁ ତା ଭିତରେ ଏଇ ବୋଧ ଗୁଡା ଯଦି ତିଆରି ହଉଛି, ତାହେଲେ ସେ ହଉଛି ସିନସିୟର। ପ୍ରତି ମୁହୂର୍ତ୍ତେ ନିଜକୁ ରିଚାର୍ଜ କରୁଛି, ଅର୍ଥାତ୍ ନୂତନତା, ତା ଭିତରେ କଣ ଡିଫେକ୍ଟ ରହୁଛି ପ୍ରତି ମୁହୂର୍ତ୍ତରେ ସେ ଦେଖୁଛି ଏବଂ ରେକ୍ଟିଫାଏ କରି କରି ଚାଲିଛି। ଆଉ ଗୋଟେ ବଡ କଥା ତାର ଥାଏ, ଚିୟରଫୁଲନେସ୍। ସେ ଚିୟରଫୁଲ ଆମେ ରହିପାରୁନୁ, ତାହେଲେ ଆମେ ସିନସିୟର ହେଇପାରିବାନି। ଯଦି ଆମ ଭିତରେ ଚିୟରଫୁଲନେସ୍ ନାହିଁ, ତାହେଲେ ଆମେ ସିନସିୟର ହେଇପାରିବାନି। ମା କହିଲେ ଯେ ଆମେ ଯଦି ମାଙ୍କ ପାଇଁ ଯୋଗ୍ୟ ହେବାକୁ ଚାହୁଁଛୁ, overgrow your small egoistic personality। ମା କୋଉ କଣ୍ଡିସନ ସବୁ କହୁଛନ୍ତି ଆମେ ଭଲ ମନେ ପକେଇବା। overgrow your small egoistic personality, ନିଜର କ୍ଷୁଦ୍ର ବ୍ୟକ୍ତିଗତ ଅହଂକୁ ଅତିକ୍ରମ କରିବା। ଏଇ ନିଜର ବ୍ୟକ୍ତିଗତ କ୍ଷୁଦ୍ର ଅହଙ୍ଗତ ବ୍ୟକ୍ତିତ୍ୱଟି ଯୋଉ କ୍ଷୁଦ୍ର ଅହଙ୍ଗତ ବ୍ୟକ୍ତିତ୍ୱଟାକୁ ଯିଏ ଅତିକ୍ରମ କରିପାରିଛି, ସେ ମାଙ୍କ ପାଇଁ ଯୋଗ୍ୟ ହେଇପାରିବ। ଆମେ ମାଙ୍କୁ ସେଇଆ ପ୍ରାର୍ଥନା କରିବା ଯେ ମା, ଆମେ ଯେମିତି ଆମର ଇଗୋକୁ ଜୟ କରିପାରିବୁ, ଆମର ଯୋଉ କ୍ଷୁଦ୍ର ବ୍ୟକ୍ତିଗତ ଭାବରେ ଅହଙ୍ଗତ ବ୍ୟକ୍ତିତ୍ୱଟିକୁ ନେଇ ବଞ୍ଚିଛୁ, ଏଇ ଅହଙ୍ଗତ ବ୍ୟକ୍ତିତ୍ୱକୁ ଆମେ କିନ୍ତୁ ଅତିକ୍ରମ କରିବୁ, ଆମକୁ ସେ ପ୍ରକାର ସାମର୍ଥ୍ୟ କରା। ତେଣୁ ଫାଷ୍ଟ ହେଲା ଆମେ ଆମ ନିଜର ବ୍ୟକ୍ତିଗତ ଅହଙ୍ଗତ ବ୍ୟକ୍ତିତ୍ୱଟିକୁ ଅତିକ୍ରମ କରିବା। ଦ୍ୱିତୀୟ ହେଲା fulfill your duty with honest। ଏଇ ଯୋଉ ଅନେଷ୍ଟ ଭାବରେ, ସଚ୍ଚୋଟ ଭାବରେ ନିଜର କର୍ତ୍ତବ୍ୟ କର୍ମ କରିବା। and be a true child of the mother India। ଭାରତ ମାତାର ଆମେ ଯୋଗ୍ୟ ପିଲା ହେଇପାରିବା। keep cheerful in all circumstances।
सकल परिस्थिति रे प्रसन्न भाव बजाय रख and have confidence in all circumstances, cheerful और confident दीटा कथा रहे प्रसन्न भाव रहे कॉन्फिडेंट थे मो सहित माँ कॉन्फिडेंट माँ अच्छे मोर किसी असुविधा तो जे फिल करे मो पाखे माँ ना सी वीक फिल कर निज सामर्थ्य से खस पड़ो भांगी पड़ो पूरा तलक पड़ो तेना आम सब फिल कर माँ मो सहित अच्छा माँ को फोर्स मत क्रियाशील कर मु माँ के जंत्र मु निज इच्छा जाऊनी तेना मत माँ जुआड़े जी मुझे जी तेणु मोर कुआड़े जी मु कहीं इच्छा करी बाइक कहीं चिंता कर इच्छा कर कुआड़े जीव बोली ताको बाइक चालक जुआड़े नब सी सियाड़ जीव से भाई आम माँ को इच्छा परिचालित निजर इच्छा ये जो प्रकार आम घर संसार भर परिवार बोझ मुंडे सब प्रभु मोर छुआटार के बाहाघर ठीक हो प्रभु मोर झीटा के चाकरी हो प्रभु मो घर आर्थिक अवस्था केमी दूर कर दियो प्रभु एमती केते कथा खाली मागी मागी चलता कौन है ना यही जो वर्तमान संसारिक जीवन डिजायर्स को फुलफिल करने आम माँ को व्यवहार कल आम आम सांसारिक जीवन जो डिजायर्स अच्छी से डिजायर्स को फुलफिल करने आम माँ को व्यवहार कर माँ को डाकुचे माँ तुम कर कहीं माँ जहाँ देवे सहिया सामर्थ्य दे कहीं मांगवानी तो आम कौटा मागिले सिनसीयर हवा माँ तमें मो असुविधा दूर कर दियो मु तेणु तुम पार्चर करी तुम पार्चर कह माति मोर कि असुविधा दूर कर कंडीशन रखी जाऊे आम पारिवारिक सामाजिक जीवन जो चलन भितर विभिन्न प्रकार डिजायर्स अच्छी सामाजिक डिजायर्स गुड़ा ताकू फुलफिल कर दियो माँ तेणु आम ये माँ को व्यवहार करमर सामाजिक दैनंदिन जीवन जो आवश्यकता गुड़ा पूरण करने आम माँ को व्यवहार कर दे देखुच माँ को सेवक माँ को सेवा कर सिनसीयर ना यहाँ सिनसीयर कह सिनसीयर हम से कह माँ कहले केमी सिनसीयर हम गोटे बढ़िया सूत्र बतैले माँ कहले आम भगवान पर केवल एति कह प्रभु मुझे केवल तुमको चाहे जदि ये कथा पूरा ऐकांतिक भाव में प्रार्थना कर ऐकांतिक भाव इफ यू अर्नेस्टली से टू द डिवाइन आई वांट ओनली दी अर्थात मु केवल प्रभु तुमको चाहे द डिवाइन विल अरेंज योर सर्कमस्टांसेस इन सच ए वे जब तुम एति खाली कही देछ जे प्रभु मु तुम इच्छा परिचालित होगा चाहे कनसेंट देदेले इफ यू मु तुमको चाहूँ जदि आम कनसेंट देले प्रभु मु केवल तुमको इच्छा कर आई वांट ओनली ऑफ दी बस मोर आउ दरकार नहीं तापर प्रभु कौन करेंगे इफ यू ऑनेस्टली से टू द डिवाइन जब आम ऐकांतिक भाव में भगवान कह आई वांट ओनली ऑफ दी प्रभु मु केवल तुमको ही चाहे तार भगवान आम कौन करेंगे द डिवाइन विल अरेंज योर सर्कमस्टांसेस इन सच ए वे भगवान तुम परिस्थिति गुड़ा को एमती सजाड़ी देवे जे यू आर कंपेल्ड टू बी सिंसियर तुम आंतरिक बाध्य तेणु माँ को जदि आम चाहिए माँ आम से प्रकार परिस्थिति तैयारी करदे जो सिनसीयर हो तेणु परिस्थिति भितर आम धन गुड़ा थी धीरे धीरे धनटा कमिज ये धनटा आम अहंकार बढ़े भगवान डाकला धनटा कमीदे ताल माँ को डाक मोर फायदा हेनी मनुष्य चिंता करमती कथा ताल मो धनटा निजक टे गर्वी अनुभव करुदी मु भगवान को डाकिले मो अहंकार को भांगापी जब मो धनटा कमेदेले तो मु बर्बाद हो बाट बाहर कौन कर मनुष्य कन्फ्यूज पड़े बेले बेले ये कथा शुणला पानी गुड़ाक मनुष्य भर कन्फ्यूज आसे जदि एमती हम मोर अहंकार तो अच्छे मो टंका को नहीं जदि मो अहंकार को भांगापी भगवान चाहिए मो टंका को भी नहीं जाए मोर ये अवस्था हम कौन ताले मु भगवान को सिनसीयरली डाकिया दरकार कि डाकुमती टिके टिके तेणु जहाँ जीटा हो तो धरीचे ना माँ को मन को बुझे दे पार्था जहाँ तो मुझे जीवन में माँ को धरची ना यहीटा को सिनसीयर बोली कहना माँ को लेकिन बंची पार्था माँ बिना मु किछि नुहे माँ बिना मु किछि करि परिबिनी माँ बिना मु किछि जानिनी ये अनुभव आसो कि यहाँ हूँ सिनसीयर सिनसीयरिटी भितर आउ गोटे लक्षण देखा
সেটা হচ্ছে জয় অফ গিভিଂ, অর্থাৎ ଦେବାରେ ଆନନ୍ଦ। ଆମେ ତ ଜାଣିଛୁ ଭଗବାନଠୁ ନେବାରେ ଆନନ୍ଦ, ଦେବାରେ ଆନନ୍ଦ। ଯିଏ ଯେତିକି ଦେଇକି ଆନନ୍ଦିତ ହେଇପାରୁଛି ତା ଜୀବନ ସେତିକି ଆନନ୍ଦମୟ ହବ। ଆମେ ଆନନ୍ଦ ପାଇବାର ସୂତ୍ର ଜାଣିନୁ। ଏଇ ଯୋଉ ଜୟ ଅଫ ଗିଭିଂ ସୂତ୍ରଟିକୁ ଯଦି ଲାଇଫରେ ଫଲୋ କରିବା, ଜୟ ଅଫ ଗିଭିଂ, ଦେବାରେ ଆନନ୍ଦ, ଦେଇକି ଆମେ ଆନନ୍ଦ ଅନୁଭବ, ଭଗବାନଙ୍କ ଯେତିକି ଦଉଥିବା ସେତିକି ଆନନ୍ଦ ଅନୁଭବ କରୁ, ଜୟ ଅଫ ଗିଭିଂ। ଆମେ ତ କହିଲୁ କଣ୍ଡିସନ ରଖିଲୁ, ଏଇଟା ଯଦି କରିଦେବ ତାହେଲେ ମୁଁ ଏଇଆ କରିବି, ମୁଁ ଏଇଆ କରୁଛି ସୋ ଦ୍ୟାଟ୍ ସେ ସେଇଟା କରିବି। କଣ୍ଡିସନ ନା ପୁରା ମୂଳଚାଲ ଅଛି, ବାର୍ଗେନିଂ ଭଗବାନ ସହିତ ଭଲ ଆମେ କରିଦଉଛୁ। ତେଣୁ ଆମେ ଯଦି ଭଲ ବାର୍ଗେନିଂ ଭଗବାନ ସହିତ କରିଦଉଛୁ, ତେଣୁ ଆମେ ସିନସିୟର ହେଇପାରୁନୁ। ତେଣୁ ସିନସିୟରିଟି ପାଖରେ ବାର୍ଗେନିଂ ନଥିବ। ତେଣୁ ସିନସିୟରିଟି ଭିତରେ ଯେହେତୁ ବାର୍ଗେନିଂ ନାହିଁ, କଣ୍ଡିସନ ନାହିଁ, କେବଳ ଜୟ ଅଫ ଗିଭିଂ। ରିଟର୍ନରେ ମତେ କଣ ମିଳିବ ସେ ଆଶା ନାହିଁ। ଆମେ ଯୋଉ ଫଳ ଆଶା ରଖିକି, ବିଶେଷ କରି ସଫଳତା ପିଛା ଗୋଡେଇକି, ଫଳ ଆଶା ରଖି ମିନ୍ସ ସଫଳତା ପିଛା ଗୋଡେଇକି, ଏ ସଫଳତା ହଉଛି ଗୋଟେ ଆମେ ଯୋଉ ଜୀବନର ଲକ୍ଷ୍ୟ ରଖିବା ଯେ ସଫଳତା, ଯେ ସଫଳତା ପିଛା ଗୋଡେଇବ ସେ କେବେ ସିନସିୟର ହେଇପାରିବନି। ମା କହିଲେ ଯଦି ଆମେ ସଫଳତା ପିଛା ଗୋଡେଇବା ତାହେଲେ ଆମେ କେବେ ଆନ୍ତରିକ ହେଇପାରିବାନି। ତେଣୁ ଆନ୍ତରିକତା ହେବାରେ ଗୋଟେ ଶତ୍ରୁତାର ଦିଗ ହଉଛି କୋଉଟା, ପ୍ରତିବନ୍ଧକ ଦିଗ ହଉଛି ଏଇ ସଫଳତା ପିଛା ଗୋଡେଇବା। ଆମେ ସଫଳତା ଲକ୍ଷ୍ୟ ରଖିବାନି। ଏଇ ସଫଳ କାହିଁକି ଦେଖିବାନି, ତାର ଗୋଟେ କାରଣ ହେଇଛି। ସପୋଜ ମୁଁ ଗୋଟେ ଜୀବନରେ ସଫଳ ହବାର ଲକ୍ଷ୍ୟ ରଖିଛି, ବିଫଳ ହବାର ଭୟ ମୋର ରହିବ ନା, କାଳେ ମୁଁ ବିଫଳ ହେଇଯିବି କି? ତେଣୁ ବିଫଳ ହେବିନି କେମିତି, କଣ କଲେ ହବ? ସେଠି ସେ ଅସାଧୁ ଉପାୟ ଟିକେ ଗ୍ରହଣ କଲେ, ବାଟ ଗୁଡା ହେଇଗଲା ସେଇଠୁ। ଏଇ ଯୋଉ ବିଫଳତାର ଭୟ ତାକୁ କଣ କରେଇଲା, ଭୁଲ ବାଟକୁ ଯିବାର ପ୍ରେରଣା ଦେଲା, ଭୁଲ କାମ କରିବାର ପ୍ରେରଣା ଦେଲା, ଅସତ ଉପାୟକୁ ସେ ଅବଲମ୍ବନ କରିନେଲା। କାରଣ ସଫଳତାର ଲକ୍ଷ୍ୟ ରଖିଥିଲା, ସେଥିପାଇଁ ବିଫଳତାର ଭୟ ତାର ରହିଲା। ଆଉ ସେ ବିଫଳତାର ଭୟକୁ ଦୂର କରିବା ପାଇଁ ସେ ଗୋଟେ ପରେ ଗୋଟେ ଢାଙ୍ଗି ଦେଇ ଚାଲିଲା, ଯୋଉଟା କି ଆମେ ଚାଲାକି ବୋଲି କହୁଛେ, ଓଡିଆରେ ଆମେ ଯୋଉଟା କହିବା ଅତି ଚାଲାକି। ଅତି ଚାଲାକି ଲୋକମାନେ କୋର୍ଟ କଚେରୀ ଆପଣ ଦିଅନ୍ତୁ ସାକ୍ଷୀ ପ୍ରମାଣ, ଆକୁ ଧର ତାକୁ ଧର, ପୋଲିସ ଧର, ସାକ୍ଷୀ ଧର, ଆକୁ ପୁଳେ ଟଙ୍କା ତାକୁ ପୁଳେ ଟଙ୍କା, ଏମିତି ଦେଇ ଦେଇ ସେ ଖସିଯିବେ। କିନ୍ତୁ ଭଗବାନଙ୍କ ଦୌରରେ ଖସି ପାରିବେ, ସେ ବଡ ଜାଲରେ ପଡିଯିବେ। ଏ ଛୋଟିଆ ଛୋଟିଆ ଜାଲ ସେ ପାର ହେଇଯାଉଛି। ତେଣୁ ଆମେ ଯୋଉ ଚାଲାକି କରୁଛେ ଭଗବାନ ସହିତ, ସେଠି ଚଳିବନି। ସେଠି ଚାଲାକି ନଥିବ, ଚତୁରତା ନଥିବ, ମିଛ କହିକି ଠକେଇଛି ଭାବିଦେବି ମାଙ୍କର ଜୟ ହଉଛି, ଆଉ ମାଙ୍କ କୃପା ମୁଁ ଏଠି କାମ କରୁଛି, ମୁଁ ମିଛରେ ଚାଲିଛି, ଗୋଟେ ପରେ ଗୋଟେ ଷ୍ଟ୍ରକ୍ଚର ଚାଲିଛି, ତ ତେଣୁ ଭାବୁଛି ମୋର ଏଟା ମାଙ୍କ କୃପା ହଉଛି। ଆଉ ନାଇଁ, ମିଛକୁ ଆଶ୍ରୟ କରିକି ଯଦି ଆମେ କିଛି ଆଚିଭ କରି କରି ଯାଉଛେ, ଏଟା ମାଙ୍କ କୃପା ନୁହେଁ, ଏଟା ବଳିକ ମାନେ ସେଟା ସଫଳତା ଆମକୁ ବିପଥ ଆଡକୁ ନଉଛି। ଆମେ କୋଉଟା ଜାଣିବା ମାଙ୍କ କୃପା କି ନାହିଁ, ଯଦି ଆମେ ମିଛର ଆଶ୍ରୟ ନେଲେ ଆମର ଲାଇଫରେ ଡେଭଲପ ହଉଛି ନ୍ୟାଚୁରାଲି। ତାପରେ ଯଦି ଆମେ କହୁଥିବା ଏଟା ମାଙ୍କ କୃପା ବୋଲି, ଏଟା ମାଙ୍କ କୃପା ନୁହେଁ। କାହିଁକିନା ବିରୋଧୀ ଶକ୍ତି ଏ ସଫଳତାକୁ ଲାଳସା ଦେଖେଇ ଦେଇକି ସେ ତା ଆଡକୁ ଟାଣିକି ନେଇଛି। ଆମେ ତାକୁ କହୁଛୁ, ଯୋଉ ବିରୋଧୀ ଶକ୍ତି ଯୋଉ ସଫଳତା ଦେଖେଇଦେଲା ତାକୁ ଆମେ କହିଦେଲୁ ମାଙ୍କ କୃପା। ସେଇଟା କେବେ ମାଙ୍କ କୃପା ନୁହେଁ। ତେଣୁ ମାଙ୍କ କୃପା ହେଲା ଆମେ ମାଙ୍କୁ ଚାହୁଁଥିବା, ତାପରେ ଯାହା ମିଳୁଛି ସେଇଟା କୃପା। ଆମେ ମାଙ୍କୁ ଚାହୁଁଥିବା, ମା ମୋର ଦରକାର, ତାପରେ ମା ମୋ ପାଇଁ ଯୋଉ ଚିନ୍ତା କରି ଘର ଦରକାର ଘର ଦେବେ, ଗାଡି ଦରକାର ଗାଡି ଦେବେ, ଆଉ କଣ ଦରକାର ଦେବେ, ଟଙ୍କା ଦରକାର ଦେବେ, ଯାହା ଯାହା ଦରକାର ସେ ଦେବେ, ମତେ ତ ସେ ପରିଚାଳିତ କରିବେ। ଆଉ ତ ମୋର ଆଉ କଣ ଏକ୍ସଟ୍ରା ଆବଶ୍ୟକତା ଅଛି କି? ଏଇ ଯୋଉ ଫିଲିଙ୍ଗସ ରେ ବଞ୍ଚିବା, এইটা হচ্ছে ସିନସିୟରିଟି। ତେଣୁ ଆମକୁ ସେଇ ଚେତନାରେ ବଞ୍ଚିବାକୁ ପଡିବ। ଅର୍ଥାତ୍ ମା ବିନା ମୁଁ କିଛି ଜାଣିନି, ମା ବିନା ମୁଁ କିଛି କରିପାରିବିନି, ମା ବିନା ମୁଁ କିଛି ନୁହଁ, ମାଙ୍କର ସକଳ ପ୍ରଭାବକୁ ଗ୍ରହଣ କରିକି ବଞ୍ଚୁଥିବା। ଯେମିତି ଜଣେ ଅନୁଭବ କରୁଥିବ, ପାର୍ଚର ଆଜି କରାହେଇନି, ବାଗ ଲାଗୁନି, ଆଜି କୁଆଡେ ଗୋଟେ ପାର୍ଚର କରିବା, କାହାକୁ ଆକୁ ଫୋନ ତାକୁ ଫୋନ, ନା କାହା ଘରେ ଆଜି କେତେଟା ବେଳେ ଅଛି, ତା ଘରେ ଯାଇ ବସିବା, କଣ ଗୋଟେ ପାର୍ଚରଟେ ଯାଇ ବସିଗଲେ ଓହୋ ଟିକେ ନିଶ୍ୱାସ ହେଲା ନା ମଣିଷ, ଯାହା ହଉ ମୁଁ ଗୁରୁ ପାର୍ଚର ହଉନଥିଲା, ଆଜି ବାଗ ଲାଗୁନଥିଲା, ତାପରେ ଟିକେ ସେ ଆଶ୍ୱସ୍ତି ଅନୁଭବ କରୁଛି, ଯାହା ଟିକେ ଖୁସି ଲାଗିଲା। ତାର କାରଣ କଣ, ତା ଭିତରେ ଗୋଟେ କୋଉଠି ଗୋଟେ ଅଛି, ପାଠଚକ୍ରକୁ ନେଇ ସେ ବଞ୍ଚିବାର କଳାଟା ଅଛି। ତେଣୁ ସେ ପାର୍ଚର ଟିକେ ଗୋଟେ କୋଉଠି କରିଦେଲେ ବାସ୍ ତା ଏନର୍ଜି ମିଳିଗଲା,
ତାର ଘରେ ଖାଇବାକୁ ଥାଉ ନଥାଉ ଯାହା ଥାଉ, କାରଣ କଣ ନା ସେ ପାର୍ଶ୍ୱ ନେଇ ବଞ୍ଚୁଛି। ଆମ ଜୀବନରେ ସେଇ କଥା ହବା ଦରକାର, ମାଙ୍କୁ ନେଇ ବଞ୍ଚି ଶିଖିବା ଦରକାର। ତେଣୁ ଯେତେବେଳେ ମାଙ୍କୁ ନେଇ ବଞ୍ଚି ଶିଖିବା, ମାଙ୍କର ସକଳ ପ୍ରଭାବ କାମ କରିବ। ତେଣୁ ଆମେ କଥା କହିବା ବା ଅନ୍ୟମାନଙ୍କ ସହିତ କଲାବେଳେ ଆମ ଭିତରେ ସେଇ ମାଙ୍କ ଚେତନାରୁ କଥାଟା ବାହାରିବ। ଯୋଉ ଭାଗବତ ଉଦ୍ଦେଶ୍ୟ ଦୃଷ୍ଟିରୁ ଠିକ ବା ଭୁଲ ଚିନ୍ତା କରିବା କଥା କୁହାଯାଇଥିଲା, ଏଇଟା ହେଲା ଭାଗବତ ଉଦ୍ଦେଶ୍ୟ ଦୃଷ୍ଟିରୁ ବୁଝିବା। ତେଣୁ ସବୁବେଳେ ଭାଗବତ ଉଦ୍ଦେଶ୍ୟ ଦୃଷ୍ଟିରୁ ଠିକ ନା ଭୁଲ, ମୁଁ ଯାହା ଅନୁଭବ କରୁଛି ଏଟା ଠିକ ନା ଭୁଲ, ମୁଁ ଯାହା ଚିନ୍ତା କରୁଛି କେମିତି କରିବି ପ୍ଲାନିଂ କରୁଛି, ତାପରେ କାର୍ଯ୍ୟରେ ରୂପ ଦଉଛି। ଏଇ ଯୋଉ ଷ୍ଟେଜ ତାକୁ ନେଇ କାର୍ଯ୍ୟରେ ରୂପ ଦେବା, ତା ଭିତରେ ଅନୁଭୂତି ନବା, ଆନନ୍ଦ ନବା, ଏଇଟା ହଉଛି ସିନ୍ସିୟରିଟି। ଯେତେବେଳେ ଭଗବାନଙ୍କ ପାଇଁ ସେଇ କାମଟି ହବ ଏବଂ ତାଙ୍କରି ଇଚ୍ଛାଟା କାର୍ଯ୍ୟକାରୀ ହବ, ସେଥିପାଇଁ ମୁଁ ତୈୟାର ହେବି, ଏଇଟା ହଉଛି ପରଫେକ୍ଟ ସିନ୍ସିୟରିଟି। ମୁଁ ଯୋଉ 3ଟା ଷ୍ଟେପ କଥା କହୁଥିଲି, ତଳେ କିଛି ଲୋକ ଅଛନ୍ତି ନିଜର ବ୍ୟକ୍ତିଗତ ସଂକୀର୍ଣ୍ଣ ଜୀବନ ଭିତରେ ସେମାନେ ସୀମିତ ହେଇକି ରହିଯାଉଛନ୍ତି, ଏଇଟା ନିଷ୍ପେଷିତ ଅବସ୍ଥା ସେଟା କୁହାଯାଏ। ଆଉ କିଛି ସଂସାର କୁଆଡେ ଗଲା କଣ ନାହିଁ ଏଇଟା ଆମେ ଜାଣୁ, ସେ ନା ଉଚ୍ଚରେ ନା ନିଚରେ ଏଇଭଳିଆ ଅବସ୍ଥା ତାଙ୍କର। ବୁଦ୍ଧିଆ ଟିକେ ଅଛନ୍ତି ତେଣୁ ପଚିକି ଅଛନ୍ତି, ଚତୁର ମାନେ ବେଶୀ। ତାପରେ ଆଉ ଗୋଟେ ଷ୍ଟେଜରେ କେବଳ ଭଗବାନଙ୍କ ଇଚ୍ଛା ହିଁ କାର୍ଯ୍ୟକାରୀ ହେବ। ଯୋଉମାନେ ଭଗବାନଙ୍କ ଇଚ୍ଛା ହିଁ କେବଳ କାର୍ଯ୍ୟକାରୀ ହେବ, ସେଥିପାଇଁ ମୁଁ ପ୍ରସ୍ତୁତ ଅଛି ପ୍ରଭୁ, ସେମାନେ ହେଲେ ସିନ୍ସିୟର। ଆଉ ଏଇ ଯୋଉ ପରଫେକ୍ଟ ସିନ୍ସିୟରିଟି ହବ ଯେତେବେଳେ ଆମେ ଭଗବାନଙ୍କ ଇଚ୍ଛାକୁ ସବୁ ଭିତରେ କ୍ରିୟାଶୀଳ କରେଇଦବା, ମ୍ୟାନିଫେଷ୍ଟ ରୂପ ଦବା। ଗୋଟେ ବଢିଆ କଥା ମା କହିଛନ୍ତି, ଟୁ ଅଣ୍ଡରଷ୍ଟାଣ୍ଡ ଦ ଡିଭାଇନ୍ ୱାନ୍ ମଷ୍ଟ ବିକମ୍ ଦ ଡିଭାଇନ୍। এইটা হচ্ছে ପରଫେକ୍ଟ ସିନ୍ସିୟରିଟି। ଏଇ ଯୋଉ ପରଫେକ୍ଟ ସିନ୍ସିୟରିଟି କଥା କୁହାହଉଛି, ସେଥିରେ କଣ ହବ, ଟୁ ଅଣ୍ଡରଷ୍ଟାଣ୍ଡ ଦ ଡିଭାଇନ୍ ୱାନ୍ ମଷ୍ଟ ବିକମ୍ ଦ ଡିଭାଇନ୍, ଏଇ ପ୍ରିନ୍ସିପଲକୁ ସେ ଫଲୋ ଅପ୍ କରିଥିବ। ଜଣେ ଯେତେବେଳେ ଅନୁଭବ କରୁଥିବ ଯେ ଭଗବାନଙ୍କୁ ବୁଝିବାକୁ ହେଲେ ଭଗବାନ ପରିଣତ ହବାକୁ ହୁଏ, ତେଣୁ ମୁଁ ଭଗବାନ ପରିଣତ ହେବି, ତାପରେ ଯେ ଭଗବାନ କିଏ ମୁଁ ବୁଝିବି, ତାହେଲେ ମତେ ଆଗ ପରିଣତ ହବାକୁ ପଡିବ। ଅର୍ଥାତ୍ ମୋ ସବୁ ଭିତରେ ଭଗବାନଙ୍କ ପ୍ରଭାବ କ୍ରିୟାଶୀଳ, ମୁଁ ତାର ପରିଣତ ହେବି। ତେଣୁ ସେ ଭଗବାନଙ୍କ ଚେତନାରେ ବୁଡିକି ରହିବା ଦରକାର, ସେଇଟା ହବ ପରଫେକ୍ଟ ସିନ୍ସିୟରିଟି। ତେଣୁ ପରଫେକ୍ଟ ସିନ୍ସିୟରିଟି ସଫଳତାକୁ ଯଦି ଆମେ ଆଖି ଆଗରେ ଲକ୍ଷ୍ୟରେ ଆଣିବା, ପରଫେକ୍ଟ ସିନ୍ସିୟରିଟି ଆମ ଭିତରେ ତିଆରି ହବ ନାହିଁ, କୌଣସି ପରିସ୍ଥିତିରେ ହବନି। ସଫଳତା ଆମକୁ ଭିନ୍ନ ଦିଗରେ ନେଇଯିବ। ଆମେ ଯୋଉ ଲକ୍ଷ୍ୟ ରଖିଛୁ, ନେଭର ଏମ୍ ଆଟ୍ ସକ୍ସେସ୍, ମା ସେଥିପାଇଁ କହିଲେ ଆୱାର ଏମ୍ ଇଜ୍ ପରଫେକ୍ସନ, ଆମ ଲକ୍ଷ୍ୟ ହେଲା ପୂର୍ଣ୍ଣତା। ତେଣୁ ଆମେ ସକ୍ସେସ୍ ଭିତରେ ଅଟକିବା ନାହିଁ। ସକ୍ସେସ୍ ଆସିବ, ବାଟରେ ଆପଣା ସେ ଆସିବ। ଆମେ ଯେତେବେଳେ ଆଉ ଗୋଟେ ବୃହତ୍ତର ଜିନିଷକୁ ଚାହୁଁଛୁ, ସେ ଛୋଟିଆଟା ଅଟୋମେଟିକ ତା ଭିତରେ ପଳେଇ ଆସିବ। ତେଣୁ ଏଇ ଯୋଉ ସକ୍ସେସଟା ବାଟରେ ଅଟୋମେଟିକ ମିଳିଯିବ, ଆମେ ସକ୍ସେସ୍ ଭିତରେ ଅଟକିବାନି। ତେଣୁ ଆମେ ଲକ୍ଷ୍ୟ ରଖିବା ପୂର୍ଣ୍ଣତା। ଆଉ ଯୋଉମାନେ ପୂର୍ଣ୍ଣତା ପଥରେ ଯିବାକୁ ଚାହିଁବେ, ସେମାନଙ୍କ ପାଇଁ ନିହାତି ବହୁତ କିଛି କରିବାକୁ ପଡିବ। ଆଉ ତ ସମୟ ହେଇଗଲାଣି, ଆଉ ଆଲୋଚନା ଅଧିକ କରିପାରୁନି, ମୁଁ ଏଇଠି ଆଲୋଚନା ରଖୁଛି। ବନ୍ଦେ ମାତରମ୍।